ଆଗ ବ୍ରୁଟଲି ମର୍ଡର କରିଛନ୍ତି। ଆଗ ତ ତା ସହିତ ଝଗଡ଼ାଝାଟି ଥିଲା। ଆଉ ମଦ ବୋତଲ ଦେଖାଉ ତ କାଚ ମଦ ବୋତଲ ତା ମୁହଁରେ ପୁରା ହେଇଛି। ଆଉ ତ କୌଣସି ହତ୍ୟାରେ ତ ମରା ଯାଇନି, ଜଣା ପଡିଯାଉଛି ମରା ଯାଇଛି ତାକୁ। ଆଉ ସେ ହିଁ ମୁଖ୍ୟ ଆସାମୀ, ସିଏ ଧରା ପଡ଼ିଲେ ଆଉ ବାକି ତା ସହଯୋଗୀ ସବୁ ଧରା ପଡ଼ିବେ। କାଲି କହୁଛନ୍ତି ଆପଣଙ୍କ ମା ମଧ୍ୟ ପ୍ରତିକ୍ରିୟା ଦଉଥିଲେ ଯେ ରାତି 12টাରେ ସେ ଡାକିଲେ। ଯଦି ବ୍ୟବସାୟିକ କଥା ଅଛି କଥା ହେଇପାରିଥାନ୍ତେ, ରାତି ପାଇଲେ ବି କଥା ହେଇପାରିଥାନ୍ତେ। ଏମିତି କଣ ଘଟଣା ଘଟିଲା ଯେ ଦେଖିଲା ବେଳକୁ ତାଙ୍କର ଡେଡ୍ ବଡି ମିଳୁଛି? ଦେଖନ୍ତୁ, ବାଲି ମାଫିଆ ଆପଣ ଭଲ ଭାବେ ଜାଣିଥିବେ ସେ ଲାଇନ କଣ, ସେଥିରେ ଚୋର ଚାଣ୍ଡାଳ ସବୁ ଅଛନ୍ତି। ଇଏ ସେଇ ଲାଇନରେ ତାକୁ ସେଇ ପାତ୍ରରେ ତା ଗାଡି ବୁଝାବୁଝି କରୁଥିଲା। ଆଇଦର ତ ତା ସହିତ ଝଗଡା ହେଇପାରେ କି ତା ସହଯୋଗୀ ମାନେ ଅଛନ୍ତି। ମଦ ଦେଖନ୍ତୁ, ମଦ ଖାଇଲାନି ସାଙ୍ଗସାଥି ତୁ ମେ ମା ଭଉଣୀ ସବୁ ହଉଛନ୍ତି। ତା ସହିତ ଝଗଡା ହଉଛି, ତାତେ ଭଲ ଅଛି। ହେଇଥିବେ ଟେନି ସାଥ ସେ ମଦ ପାଇଁ କଣ ସବୁ ଜାତି କରିଥିବ, ସେ ରାଗରେ ତାକୁ ଲୋକ ମାରିଥିବ କି ସେ ନିଜେ ମାରିଥିବ। ଆଣିଛି ସେଇ ନା। ଆଉ ଆମର କୌଣସି କାହା ସହିତ ଶତ୍ରୁତା ନାହିଁ କି ଆମ କାହା ସହିତ ଝଗଡାଝାଟି ନାହିଁ। ଅନ୍ ରେକର୍ଡିଂ ମୁଁ କହୁଛି, ମୋ ନାଁ ବିରଞ୍ଜି ବେହେରା, ମୋ ନାଁ ବଳିଆ ବି ଜାଣିଛନ୍ତି, ସମୟ ଜାଣନ୍ତି। ମୋର କୋଉଠି ଝଗଡାଝାଟି କିଛି ନାହିଁ। ଆମ ଦି ଭାଇଙ୍କର କୋଉଠି ଝଗଡା ନାହିଁ। ଆମେ ସିମ୍ପଲ ଆମେ ଖଟୁଥିଲୁ ଖାଉଥିଲୁ। ତାହେଲେ ଆପଣ ଯୋଜନାବଦ୍ଧ ଭାବରେ ତାକୁ ଡାକି ଆଣିଛନ୍ତି, ନିଶା ସେବନ କରିଛନ୍ତି, ମଦ୍ୟପାନ କରିଛନ୍ତି, ତାପରେ ହତ୍ୟା କରିଛନ୍ତି। ଏକଦମ ସତ କଥା କହିଲେ, ଏଇଆ ହିଁ କରିଛନ୍ତି। ଅଲରେଡି ତା ଆଗରୁ ଝଗଡା ଥରେ ହେଇସାରିଛି। ନ ହେଇଥାନ୍ତା ଝଗଡା ନ ହେଇଥାନ୍ତା। ତାପରେ ସେ ପିଲାକୁ ବି ସେ ତା ମାଲିକ ବି ଗୋଟେ ଥର ମାନେ ଚେତେଇଥିଲି, ମୋ ଭାଇ କି ତୋ କାମ ନେ ନା, ସେ ଲାଇନ ଖରାପ, ସେ ମଦ ଫଦ ଖାଇ ପୁରା ଖରାପ ହେଇଗଲାଣି। ତାକୁ ଆମେ ଥରେ ଚେତେଇଛୁ, ବାର ଚେତେଇଛୁ। ତା ବାଦ ବି ସେ ତାକୁ ଡାକି, ତା ବାଦ ସେ ଚେତେଇଲା ପରେ ତାପରେ ବି ସେ ତା ଝଗଡା କରିକି ଚାକିରି ଛାଡି ଦେଇଥିଲା। ପୁଣି ତାକୁ ସେ ଡାକିକି ନେଇଛି।